ଏଇ ଭିଡ଼ିଓଟି ସେଇ ପିଲାଙ୍କ ପାଇଁ ଯେଉଁ ପିଲାମାନେ କୁହନ୍ତି ମୋତେ ପାଠ ପଢ଼ିବାରେ ବିଲକୁଲ ମନ ହେଉନି। ମୁଁ ଆଜି ସେମାନଙ୍କୁ 3ଟି ଟିପ୍ସ ବତେଇବି ଯେଉଁଥିରେ ତାଙ୍କୁ ପାଠ ପଢ଼ିବା ପାଇଁ ବହୁତ ମନ ଲାଗିବ। ପ୍ରଥମ ହେଉଛି ପିଲାମାନେ ତମର ହ୍ୱାଇ କ୍ଲିଅର କର। କ'ଣ ପାଇଁ ତମେ ପାଠ ପଢ଼ୁଛ? ତମ ବାପା ମାଆଙ୍କ ସ୍ୱପ୍ନ ପାଇଁ, ତମ ସ୍ୱପ୍ନ ପୂରଣ କରିବା ପାଇଁ। ସମସ୍ତଙ୍କର ଅଲଗା ଅଲଗା ସ୍ୱପ୍ନ ଥାଏ, କିଛି ବି ହେଇପାରେ। ପ୍ରଥମେ ତାକୁ ଲେଖ କପିରେ, ଆଉ ତାକୁ ରେଗୁଲାର ସକାଳୁ ଉଠିକି ପଢ଼ ଯେ ନାଇଁ ମୋତେ ଏଇ ସ୍ୱପ୍ନ ପୂରଣ କରିବା ପାଇଁ ମୋତେ ନିହାତି ପଢ଼ିବାର ଅଛି। ଯଦି ତମେ ହ୍ୱାଇ କ୍ଲିଅର ନ କରିବ ତୁମକୁ ବିଲକୁଲ ପାଠ ପଢ଼ିବାରେ ମନ ଲାଗିବନି। ସେଥିପାଇଁ ନିହାତି ହ୍ୱାଇ, କ'ଣ ପାଇଁ ତମେ ପାଠ ପଢ଼ୁଛ ସେଇଟା ଲେଖିବ। ସେକେଣ୍ଡ ହେଉଛି ଫୋକସ୍ ଅନ୍ ୟୋର ବୁକ୍ କପି। ଯେତେବେଳେ ବି ପାଠ ପଢ଼ୁଛ ସେତେବେଳେ ମାଇଣ୍ଡଫୁଲି ପଢ଼। ମୋବାଇଲକୁ ସେଇ ରୁମ୍ରୁ ହଟେଇ ଦିଅ। ତମର ଯାହା ଦରକାର ବୁକ୍ କପି ପେନ୍ ପେନସିଲ୍ ସବୁ ପାଖରେ ରଖ। ପାଠ ପଢ଼ିଲା ବେଳକୁ ତମେ 10 ଥର ଉଠନି ପାଠ ପଢ଼ାରୁ। ଏଇ କାମଟି ନିହାତି କରିବ। ଥାର୍ଡ଼ ହେଉଛି ରିଡ଼ିଂ ପ୍ରାକ୍ଟିସ୍। ତମେ ଯେତେବେଳେ ସେଲ୍ଫ ଷ୍ଟଡ଼ି କରୁଛ, ସ୍କୁଲରେ ପାଠ ପଢ଼ା ହଉ, ଟ୍ୟୁସନରେ ପଢ଼ା ହଉ, କୋଚିଂରେ ପଢ଼ା ହଉ ପାଠ, ତାକୁ ସଦାବେଳେ ଲେଖିବାରେ ପ୍ରାକ୍ଟିସ୍ କର। ଯେତେ ଲେଖିବ ତମ ପାଇଁ ବେଟର। ଏଇ 3ଟି ଟିପ୍ସକୁ ଯଦି ତମେ ରେଗୁଲାର ହେବିଟ୍ କରିବ ତାହେଲେ ନିହାତି ତମକୁ ପାଠ ପଢ଼ିବାରେ ମନ ଲାଗିବ। ମୁଁ ଆଶା କରୁଛି କିଛି ପିଲାମାନେ ତ ନିହାତି ମାନିବେ। ଜୟ ଜଗନ୍ନାଥ।